ବାରିପଦାରୁ ଜଣଙ୍କର ଅର୍ଡ଼ର ଥିଲା ଗୋଟେ କମଳା ଚାରା, ଗୋଟେ ମୌସୁମୀ ଚାରା, ତା ସହିତ ଗୋଟେ ବାରମାସୀ ସପେଟା ଏବଂ ବାରମାସୀ ଲେମ୍ବୁ। ଆମେ ତାଙ୍କୁ ପଠାଇଥିଲୁ। ପଠାଇଲା ପରେ ସିଏ ଆମକୁ ଗୋଟେ ଭିଡ଼ିଓ କରିକି ପଠାଇଛନ୍ତି। ଦେଖନ୍ତୁ, ଆମେ ଏମିତି ପାର୍ସଲ ପ୍ୟାକ୍ କରିକି ପଠାଇଥିଲୁ, ଯାହାଫଳରେ ତା ଭିତରକୁ ପବନ ପଶିବ ଏବଂ ଗଛ ଆମର ସୁରକ୍ଷିତ ଭାବରେ ଯାଇକି ପହଞ୍ଚିବ, କିଛି ଅସୁବିଧା ନାହିଁ। ଆଉ ଦେଖନ୍ତୁ, ତାଙ୍କ ପାଖରେ ଚାରା ଗୁଡ଼ିକ ପହଞ୍ଚିଲା ପରେ ଚାରା ଗୁଡ଼ିକ ଯେମିତି ଆମେ ଫ୍ରେଶ୍ ଚାରା ପଠାଇଥିଲୁ, ଠିକ୍ ସେମିତି ଫ୍ରେଶ୍ ଚାରା ଅଛି। ତେଣୁ କରିକି ଯେଉଁମାନେ ଭାବନ୍ତି ଯେ ଆମେ ବସ୍ରେ କିମ୍ବା ଆମେ କୋରିଅର ମାଧ୍ୟମରେ ପଠାଇଲେ ଚାରା ଆସିକି ପହଞ୍ଚିଲା ବେଳକୁ ଚାରା ଖରାପ ହେଇଯାଇଥିବ, ଆଜ୍ଞା ନା, ଆମେ ବହୁତ ଜାଗାକୁ ପଠାଉଛୁ। ତେଣୁ କରିକି ଆମେ ବି ଜାଣିଛୁ ଯେ କେମିତି ଚାରା ପଠାଇଲେ ଚାରା ଆମର ଗ୍ରାହକଙ୍କ ପାଖରେ ଠିକ୍ ଭାବରେ ପହଞ୍ଚିବ। ସେଥିପାଇଁ କି ଆମେ ବହୁତ ଯତ୍ନବାନ ହେଇଥାଉ। କିଛି ଲୋକ ଭାବନ୍ତି ଯେ ଆମେ ଚାରା କିଣିଲା ବେଳକୁ ବଡ଼ ଚାରା ବୋଲିକି କହିକି ଦେବେ, କିନ୍ତୁ ଆମ ପାଖରେ ପହଞ୍ଚିଲା ବେଳକୁ ଛୋଟ ଚାରା ଆମ ପାଖରେ ପହଞ୍ଚିଥାଏ ବା ଭଲ କ୍ୱାଲିଟିର ଚାରା ହେଇନଥାଏ। କିନ୍ତୁ ବାସ୍ତବରେ ସମସ୍ତେ ସେୟା କରନ୍ତିନି। କିଛି ଅସାଧୁ ବ୍ୟବସାୟୀ ଅଛନ୍ତି ଯେଉଁମାନେ କରନ୍ତି, ନହେଲେ ପ୍ରାୟତଃ ସେମିତି ବହୁତ ଲୋକ କରନ୍ତିନି। ଆଉ ଆମର ଆଉ ଗୋଟେ ସିଷ୍ଟମ୍ ଅଛି, ଯଦି କେହି ଭିଡ଼ିଓ କଲ୍ ମାଧ୍ୟମରେ କି ଚାରା ଚୟନ କରିବେ, ସେଇ ଚାରା ଗୁଡ଼ିକ ଆମେ ତାଙ୍କୁ ପଠାଇଦେବୁ। ଯେଉଁ ଚାରା ସେ ପସନ୍ଦ କରିବେ ସେଇ ଚାରା ଗୁଡ଼ିକ ହିଁ ତାଙ୍କୁ ପଠାହବ। ଯଦି କେହି ଭିଡ଼ିଓ କଲ୍ କରିକି ଚାରା ପସନ୍ଦ କରିବେ, ତାହେଲେ ସକାଳେ 7ଟା, 8ଟା କିମ୍ବା 8:30 ଭିତରେ ଆପଣ କଲ୍ କରିବେ, ଦେଲେ ଆମେ ଆପଣଙ୍କୁ ଭିଡ଼ିଓ କଲ୍ ମାଧ୍ୟମରେ ଚାରା ଦେଖାଇ ପାରିବୁ। ଆପଣଙ୍କର ଯେଉଁଟା ପସନ୍ଦ ହେବ ଆପଣ ସେଇଟା କିଣିପାରିବେ। ଭିଡ଼ିଓ ଭଲ ଲାଗିଥିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ ନିଶ୍ଚୟ କରିବେ।